ଯୀଶୁଖ୍ରୀଷ୍ଟଙ୍କ ନାମରେ ପ୍ରତ୍ୟେକଙ୍କୁ ମୁଁ ସ୍ୱାଗତ ଜଣାଉଛି। ଜିହୁଦୀ ସମ୍ପ୍ରଦାୟ ଏହି ଶବ୍ଦଟି ବିଶେଷ ଭାବରେ ଇସ୍ରାଏଲ ବାହାରେ ବାସ କରୁଥିବା ଜିହୁଦୀ ଲୋକମାନଙ୍କୁ ବୁଝାଏ। ଯଦିଓ 70 ଖ୍ରୀଷ୍ଟାବ୍ଦରେ ଇସ୍ରାଏଲର ପତନ ସମଗ୍ର ବିଶ୍ୱରେ ଜିହୁଦୀ ଲୋକଙ୍କୁ ବିଚ୍ଛିନ୍ନ ଏବଂ ନିର୍ଯାତନା ଦେଇଥିଲା, ଏହି ଦେଶ ଆଶ୍ଚର୍ଯ୍ୟଜନକ ଭାବରେ 1948ରେ ସ୍ୱାଧୀନତା ଘୋଷଣା କରିଥିଲା। ଏହାକୁ ଶାସ୍ତ୍ରରେ ଲିପିବଦ୍ଧ ଈଶ୍ୱରଙ୍କ ଭବିଷ୍ୟବାଣୀ ବାକ୍ୟର ପୂର୍ଣ୍ଣତା ଭାବରେ ଦେଖାଯାଇପାରେ। ଯୀଶୁଙ୍କ କ୍ରୁଶ ଦେବା ପର୍ଯ୍ୟନ୍ତ ଘଟଣାଗୁଡ଼ିକରେ ଏହି ରହସ୍ୟ ରହିଛି। ଈଶ୍ୱର କାହିଁକି ବାଇବଲରେ ଯୀଶୁଙ୍କ ବାହ୍ୟ ବସ୍ତ୍ର ଓ ଅଙ୍ଗରେଖା ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ, ଆସନ୍ତୁ କେବଳ ବାଇବଲର ଆଜିର ଏପିସୋଡରେ ଆମେ ଅନୁସନ୍ଧାନ କରିବା। ଯୌନ ପୁସ୍ତକ ତାର 19 ଅଧ୍ୟାୟ 23 ଏବଂ 24 ପଦ। ସୈନ୍ୟମାନେ ଯୀଶୁଙ୍କୁ କ୍ରୁଶରେ ଚଢାଇଲେ ଓ ତାରେ ତାଙ୍କ ବସ୍ତ୍ର ଘେନି 4 ଭାଗ କଲେ, ପ୍ରତ୍ୟେକ ସୈନ୍ୟ ପାଇଁ ଏକ ଏକ ଭାଗ। ଆଉ ସେମାନେ ତାଙ୍କ ଅଙ୍ଗରେଖା ମଧ୍ୟ ନେଲେ। ସେହି ଅଙ୍ଗରେଖା ସିଲାଇ ନ ହୋଇ ଉପର ତଳ ଯାଏ ସମୁଦାୟ ବୁଣା ହେଇଥିଲା। ଯୀଶୁ କଣ୍ଟାର ମୁକୁଟ ପିନ୍ଧି ଏବଂ ପ୍ରବଳ ମାଡ଼ ଖାଇଥିଲେ। ତାଙ୍କର ସମଗ୍ର ଶରୀର ରକ୍ତରେ ଆଚ୍ଛାଦିତ ହୋଇଥିଲା। ସେଠାରେ ରୋମୀୟ ସୈନ୍ୟମାନେ ଯୀଶୁଙ୍କୁ କ୍ରୁଶବିଦ୍ଧ କଲେ ଏବଂ ତାଙ୍କ ବାହ୍ୟ ବସ୍ତ୍ରକୁ 4 ଭାଗରେ ବିଭକ୍ତ କରିଥିଲେ। ତଥାପି ସେମାନେ ଯୀଶୁଙ୍କ ପୋଷାକକୁ ସମ୍ପୂର୍ଣ୍ଣ ଛାଡ଼ି ଏହା ପାଇଁ ଭାଗ ପକାଇଥିଲେ। ଏହି ଘଟଣା ଗୁଡ଼ିକରେ ଈଶ୍ୱରଙ୍କ ମହାନ ପ୍ରାବଧାନ ଅଛି। ଯୌନ ପୁସ୍ତକ ତାର 19 ଅଧ୍ୟାୟ 23 ଏବଂ 24 ପଦ। ସୈନ୍ୟମାନେ ଯୀଶୁଙ୍କୁ କ୍ରୁଶରେ ଚଢାଇଲେ ଓ ତାରେ ତାଙ୍କ ବସ୍ତ୍ର ଘେନି 4 ଭାଗ କରିଥିଲେ, ପ୍ରତ୍ୟେକ ସୈନ୍ୟ ପାଇଁ ଏକ ଏକ ଭାଗ। ଆଉ ସେମାନେ ତାହାଙ୍କ ଅଙ୍ଗରେଖା ମଧ୍ୟ ନେଲେ। ସେ ଅଙ୍ଗରେଖା ସିଲାଇ ନ ହୋଇ ଉପର ତଳ ଯାଏ ସମୁଦାୟ ବୁଣା ହେଇଥିଲା। ତେଣୁ ସେମାନେ ପରସ୍ପର କହିଲେ, ଏହାକୁ ଚିରିବା ନାହିଁ, କିନ୍ତୁ ଏହା କାହାର ହେବ, ସେଥିପାଇଁ ଗୁଲି ବାଣ୍ଟ କରିବା। ଈଶ୍ୱର କାହିଁକି ଯୀଶୁଙ୍କ ବାହ୍ୟ ବସ୍ତ୍ର ଏବଂ ପୋଷାକ ବିଷୟରେ ବିସ୍ତୃତ ବିବରଣୀ ରଖିଥିଲେ? ଏହାର ଉତ୍ତର 70 ଖ୍ରୀଷ୍ଟାବ୍ଦ ପରେ ଇସ୍ରାଏଲର ଇତିହାସରେ ଅଛି। ଯେହେତୁ ଯୀଶୁ ଜିହୁଦୀମାନଙ୍କର ରାଜା ଭାବରେ ପୃଥିବୀକୁ ଆସିଥିଲେ, ତାଙ୍କର ବାହ୍ୟ ବସ୍ତ୍ର ଆଧ୍ୟାତ୍ମିକ ଭାବରେ ଇସ୍ରାଏଲ କିମ୍ବା ଜିହୁଦୀ ଲୋକଙ୍କୁ ସୂଚିତ କରେ। ଯେତେବେଳେ ରୋମୀୟ ସୈନିକମାନେ ଯୀଶୁଙ୍କୁ କ୍ରୁଶବିଦ୍ଧ କଲେ ଏବଂ ତାଙ୍କ ବସ୍ତ୍ରକୁ 4 ଭାଗରେ ବିଭକ୍ତ କଲେ, ପୋଷାକ ସେମାନଙ୍କର ମୂଳ ଆକୃତି ହରାଇଲା। ଏହା ଆଧ୍ୟାତ୍ମିକ ଭାବରେ ଇସ୍ରାଏଲର ଆସନ୍ନ ବିନାଶ ଏବଂ ଜିହୁଦୀ ଲୋକମାନଙ୍କର ବିଚ୍ଛିନ୍ନତାର ପ୍ରତୀକ ଥିଲା। ଯଦିଓ ମୂଳ ଆକୃତି ହଜିଯାଇଥିଲା, ତଥାପି ପୋଷାକର 4 ଅଂଶ ରହିଲା। ଏହାର ଅର୍ଥ ହେଉଛି ଯେ ଜାତି ଧ୍ୱଂସ ହୋଇଥିଲେ ମଧ୍ୟ ଇସ୍ରାଏଲର ନାମ ରହିବ। 70 ଖ୍ରୀଷ୍ଟାବ୍ଦରେ ଇସ୍ରାଏଲ ଧ୍ୱଂସ ହୋଇଗଲା ଏବଂ ଲୋକମାନେ ପୃଥିବୀର 4 କୋଣରେ ବିଚ୍ଛିନ୍ନ ହୋଇଗଲେ। ଯୀଶୁଙ୍କ ବାହ୍ୟ ବସ୍ତ୍ରକୁ 4 ଭାଗରେ ବିଭକ୍ତ କରିବାର ପ୍ରତୀକ ଏହା ବ୍ୟାଖ୍ୟା କରେ ଯେ ଜିହୁଦୀମାନେ ଆଜି ସମଗ୍ର ବିଶ୍ୱରେ କାହିଁକି ଦେଖାଯାଆନ୍ତି। ଯେତେବେଳେ ଜେରୁସାଲେମ ରୋମୀୟ ସେନାପତି ତିତସଙ୍କ ହାତରେ ପଡ଼ିଲା, ରୋମୀୟ ସୈନ୍ୟମାନେ ସହରର ପ୍ରାଚୀର ଧ୍ୱଂସ କରି ମନ୍ଦିରରେ ନିଆଁ ଲଗାଇଦେଲେ। ଅବରୋଧରେ ମନ୍ଦିର ଜଳିଗଲା ଏବଂ ସୁନାକୁ ତରଳି ପଥର ଭିତରକୁ ଖସିଗଲା। ରୋମୀୟ ସୈନିକମାନେ ସୁନାକୁ ଘଷିବା ପାଇଁ ପ୍ରତ୍ୟେକ ପଥରକୁ ଭାଙ୍ଗିବାକୁ ପ୍ରେରିତ କଲେ। କୌଣସି ପଥର ଛାଡ଼ି ଦିଆଯାଇନଥିଲା। ଏହି ଅବରୋଧ ଅତ୍ୟଧିକ ହିଂସା ଦ୍ୱାରା ଚିହ୍ନିତ ହୋଇଥିଲା। ଗର୍ଭବତୀ ମହିଳାମାନଙ୍କୁ କାଟି ଦିଆଯାଇଥିଲା ଏବଂ ଶିଶୁମାନଙ୍କୁ ନିର୍ଦ୍ଦୟ ଭାବରେ ମା ମାନଙ୍କ ଠାରୁ ନିଆଯାଇଥିଲା। ଯେଉଁମାନେ ନିଷ୍ଠୁର ଅତ୍ୟାଚାରରୁ ବଞ୍ଚିଥିଲେ, ସେମାନଙ୍କୁ ରୋମୀୟମାନେ ଧରିଥିଲେ ଏବଂ ଦାସ ଭାବରେ ବିଦେଶକୁ ନେଇଯାଇଥିଲେ। ଇସ୍ରାଏଲର ଅତ୍ୟାଚାର ଏବଂ ବ୍ୟାପକ ବର୍ବରତାର ଏକ କାରଣ ଥିଲା। ମାଥ୍ୟୁ ପୁସ୍ତକ ତାର 27ରେ ପିଲାତ ଦଙ୍ଗା ଭୟରେ ଯୀଶୁଙ୍କୁ କ୍ରୁଶବିଦ୍ଧ କରିବାକୁ ନିନ୍ଦା କରି ଘୋଷଣା କରିଥିଲେ, ମୁଁ ଏହି ଲୋକର ରକ୍ତରୁ ନିର୍ଦ୍ଦୋଷ, ତୁମେ ନିଜେ ତାହା ଦେଖ। ଉପସ୍ଥିତ ଥିବା ସମସ୍ତ ଜିହୁଦୀ ଲୋକ ଉତ୍ତର ଦେଇଥିଲେ, ତାଙ୍କର ରକ୍ତ ଆମ ଉପରେ ଏବଂ ଆମ ପିଲାମାନଙ୍କ ଉପରେ ରହିବ। ଏହି ଶବ୍ଦ ଗୁଡ଼ିକ ଜିହୁଦୀମାନଙ୍କ ମଧ୍ୟରେ ପ୍ରଚଣ୍ଡ ରକ୍ତପାତ ସୃଷ୍ଟି କରିଥିଲା। ଯେତେବେଳେ 70 ଖ୍ରୀଷ୍ଟାବ୍ଦରେ ଜେରୁସାଲେମର ପତନ ହେଲା, ସେତେବେଳେ ପ୍ରାୟ 1.1 ନିୟୁତ ଜିହୁଦୀଙ୍କୁ ହତ୍ୟା କରାଯାଇଥିଲା ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନାଜିମାନେ ପ୍ରାୟ 7 ନିୟୁତ ଲୋକଙ୍କୁ ହତ୍ୟା କରିଥିଲେ। ସେମାନେ ଯୀଶୁଙ୍କ ପୋଷାକ କାଢ଼ି ନେଇଥିଲେ। ତାଙ୍କ ରକ୍ତ ଆମ ଉପରେ ଏବଂ ଆମ ପିଲାମାନଙ୍କ ଉପରେ ରହିବ। ଏହାର ପ୍ରଭାବ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜିହୁଦୀମାନଙ୍କୁ ଉଲଗ୍ନ କରି ହତ୍ୟା କରାଯାଇଥିଲା। ଯୋହନ 19 ଅଧ୍ୟାୟ 23 ପଦରେ ଶେଷ ଅର୍ଦ୍ଧକୁ ଆମକୁ କହିଥାଏ, ସେହି ଅଙ୍ଗରେଖା ସିଲାଇ ନ ହୋଇ ଉପରୁ ତଳ ଯାଏ ସମୁଦାୟ ବୁଣା ହେଇଥିଲା। ଅଙ୍ଗରେଖା ନିରବିଚ୍ଛିନ୍ନ ହେବା ସୂଚିତ କରେ ଯେ ଏହା ଏକକ ଖଣ୍ଡ ଭାବରେ ବୁଣା ଯାଇଥିଲା। ଅନେକ ଲୋକ ସେମାନଙ୍କର ଅନ୍ତର୍ବସ୍ତ୍ର ନିରବିଚ୍ଛିନ୍ନ କି ନୁହେଁ ସେଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ।
ତେବେ ଈଶ୍ୱର କାହିଁକି ଯୀଶୁଙ୍କ ପୋଷାକ ବିଷୟରେ ଏତେ ବିସ୍ତୃତ ବିବରଣୀ ପ୍ରଦାନ କଲେ? ଏହା ସୂଚାଇବା ପାଇଁ ଥିଲା ଯେ ଇସ୍ରାଏଲ ଏକ ଶୁଦ୍ଧ ଜାତି, ଯାହାର କୌଣସି ମିଶ୍ରିତ ରକ୍ତ ବଂଶ ନାହିଁ। ବାଇବଲ ଆଦମଙ୍କୁ ମାନବଜାତିର ପୂର୍ବପୁରୁଷ, ଅବ୍ରାହମକୁ ବିଶ୍ୱାସର ପୂର୍ବପୁରୁଷ ଏବଂ ଜାକୁବଙ୍କୁ ଇସ୍ରାଏଲର ପୂର୍ବପୁରୁଷ ଭାବରେ ସୂଚିତ କରେ। ଈଶ୍ୱର ଅବ୍ରାହମଙ୍କ ପରିବର୍ତ୍ତେ ଜାକୁବଙ୍କୁ ଇସ୍ରାଏଲର ପୂର୍ବପୁରୁଷ ଭାବରେ ନିଯୁକ୍ତ କରିଥିଲେ, କାରଣ ଆଦି ପୁସ୍ତକ 35 ଅଧ୍ୟାୟ 10 ପଦ ଏବଂ 11 ପଦରେ ଲିପିବଦ୍ଧ ହୋଇଥିବା ଅନୁଯାୟୀ 12ଟି ଗୋଷ୍ଠୀ ଜାକୁବଙ୍କ ଦ୍ୱାରା ଗଠନ କରାଯାଇଥିଲା। ଇସ୍ରାଏଲ ଜାକୁବଙ୍କ 12 ପୁତ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ମିଶ୍ରିତ ରକ୍ତ ବଂଶ ବିନା ଏକ ଜାତି ଗଠନ କରିଥିଲେ। ରେହବିଆମଙ୍କ ଶାସନ କାଳରେ ଇସ୍ରାଏଲ ଉତ୍ତର ଇସ୍ରାଏଲ ରାଜ୍ୟ ଏବଂ ଜିହୁଦାର ଦକ୍ଷିଣ ରାଜ୍ୟରେ ବିଭକ୍ତ ହୋଇଥିଲା। ଉତ୍ତର ରାଜ୍ୟ ଅଣଜିହୁଦୀମାନଙ୍କ ସହିତ ଅନ୍ତର୍ବିବାହ କରିଥିଲେ ଏବଂ ସମୀରଣୀମାନଙ୍କର ଏକ ମିଶ୍ରିତ ଜାତିରେ ପରିଣତ ହୋଇଥିଲା। ଦକ୍ଷିଣ ଜିହୁଦା ଅନ୍ତର୍ବିବାହ ବିନା ଏହାର ମୂଳ ବଂଶାବଳୀ ବଜାୟ ରଖିଥିଲା। ସେମାନେ ଆଜି ଜିହୁଦୀ ଲୋକ ଭାବରେ ଜଣାଶୁଣା। ଅଙ୍ଗରେଖା ବିନା ସିମ୍ ଥିଲା, ଉପରୁ ଗୋଟିଏ ଖଣ୍ଡରେ ବୁଣା ଯାଇଥିଲା। ଉକ୍ତି ଯାଦବ ଜାକୁବଙ୍କ ସମୟରୁ ଇସ୍ରାଏଲକୁ ଏକ ଶୁଦ୍ଧ ମିଶ୍ରିତ ରାଷ୍ଟ୍ର ଭାବରେ ପ୍ରତିନିଧିତ୍ୱ କରେ। ରୋମୀୟ ସୈନିକମାନେ ଯୀଶୁଙ୍କ ପୋଷାକକୁ ବିଭାଜିତ ନ କରିବାର ମହତ୍ଵ କ'ଣ? ଅଙ୍ଗରେଖା ଆଧ୍ୟାତ୍ମିକ ଭାବରେ ଜଣେ ବ୍ୟକ୍ତିର ହୃଦୟକୁ ପ୍ରତିନିଧିତ୍ୱ କରେ। ଇସ୍ରାଏଲର ରାଜା ଭାବରେ ଯୀଶୁଙ୍କ ପୋଷାକ ଜିହୁଦୀ ଲୋକଙ୍କ ହୃଦୟର ପ୍ରତୀକ ଅଟେ। ସମଗ୍ର ଇତିହାସରେ ଇସ୍ରାଏଲର ମନୋନୀତ ଲୋକମାନେ ଅବ୍ରାହମଙ୍କ ପୂର୍ବପୁରୁଷଙ୍କ ସହିତ ଏକମାତ୍ର ପ୍ରକୃତ ଈଶ୍ୱରଙ୍କ ସେବା କରିଛନ୍ତି। ଯୀଶୁଙ୍କ ପୋଷାକର ସଂରକ୍ଷଣ ସୂଚିତ କରେ ଯେ ଯଦିଓ ଜାତି ଛଡ଼ାଇ ନିଆଯାଇପାରେ, ଜିହୁଦୀମାନଙ୍କର ଆତ୍ମା ଈଶ୍ୱରଙ୍କ ସେବା ପାଇଁ ସେମାନଙ୍କର ହୃଦୟ ଅକ୍ଷୁର୍ଣ୍ଣ ରହିବ। ଯଦି ଇସ୍ରାଏଲ ବିନାଶ ହୁଏ, ଇସ୍ରାଏଲ ମାନଙ୍କର ଆତ୍ମା ଅଣଜିହୁଦୀମାନଙ୍କ ଦ୍ୱାରା ଲିଭି ପାରିବ ନାହିଁ, ଯେପରି ଶାସ୍ତ୍ରରେ ଭବିଷ୍ୟବାଣୀ କରାଯାଇଛି। ଈଶ୍ୱର ସେମାନଙ୍କର ସ୍ଥିର ହୃଦୟ ହେତୁ ଇସ୍ରାଏଲକୁ ବାଛିଲେ ଏବଂ ଶେଷର ଭବିଷ୍ୟବାଣୀ ପୂର୍ଣ୍ଣ କରିବା ପାଇଁ ଯୀଶୁଙ୍କୁ ପଠାଇଲେ। ଆଜି ଜିହୁଦୀମାନେ ନିୟମ ପାଳନ କରିବା ପାଇଁ ଏକ ଅତୁଟ ପ୍ରତିବଦ୍ଧତା ବଜାୟ ରଖିଛନ୍ତି। ଏହି ସ୍ଥିରତା ଜାକୁବଙ୍କ ଠାରୁ ଉତ୍ତରାଧିକାର ଭାବରେ ପ୍ରାପ୍ତ। 70 ଖ୍ରୀଷ୍ଟାବ୍ଦରେ ଇସ୍ରାଏଲ ଧ୍ୱଂସ ହୋଇଯାଇଥିଲା, କିନ୍ତୁ 1948ରେ ପୁନର୍ବାର ସ୍ୱାଧୀନତା ଘୋଷଣା କରି ବିଶ୍ୱକୁ ଆଶ୍ଚର୍ଯ୍ୟ କରିଥିଲା। ସ୍ୱାଧୀନତାର କିଛି ସମୟ ପରେ ଇସ୍ରାଏଲ ଦ୍ରୁତ ଗତିରେ ଏକ ଉନ୍ନତ ରାଷ୍ଟ୍ର ଭାବରେ ଉଭା ହୋଇଥିଲା। ଯେପରି ରୋମୀୟ ସୈନ୍ୟମାନେ ଯୀଶୁଙ୍କ ପୋଷାକ ଚିରି ପାରିଲେ ନାହିଁ, ସେହିପରି ଈଶ୍ୱରଙ୍କ ସେବା କରୁଥିବା ଇସ୍ରାଏଲର ଆତ୍ମାକୁ କେହି ଛଡ଼େଇ ପାରିବେ ନାହିଁ। ଶେଷରେ ସେମାନେ ସ୍ୱାଧୀନତା ଘୋଷଣା କରି ଈଶ୍ୱରଙ୍କ ଇଚ୍ଛା ପୂରଣ କରିଥିଲେ। ମାଥ୍ୟୁ ପୁସ୍ତକ ତାର 24 ଅଧ୍ୟାୟ 32ରୁ 34 ପଦ ଲେଖା ଅନୁସାରେ, ଡିମ୍ବୁରି ବୃକ୍ଷର ଦୃଷ୍ଟାନ୍ତ ଶିକ୍ଷା କର। ଯେତେବେଳେ ତାହାର ଶାଖା ସରସ ହୋଇ ପଲ୍ଲବିତ ହୁଏ, ସେତେବେଳେ ଗ୍ରୀଷ୍ମକାଳ ସନ୍ନିକଟ ବୋଲି ତୁମେମାନେ ଜାଣିଥାଅ। ସେହିପରି ତୁମେମାନେ ମୋତେ ଏ ସମସ୍ତ ଦେଖିଲେ ଯେ ଦ୍ୱାରର ସନ୍ନିକଟ ଏହା ଜାଣ। ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ଏ ସମସ୍ତ ନ ଘଟିବା ପର୍ଯ୍ୟନ୍ତ ଏ ବର୍ତ୍ତମାନ ପୁରୁଷ କୌଣସି ପ୍ରକାର ଲୋପ ପାଇବ ନାହିଁ। ଆକାଶ ଓ ପୃଥିବୀ ଲୋପ ପାଇବ, ମାତ୍ର ମୋହର ବାକ୍ୟ ସମୂହ କଦାପି ଲୋପ ପାଇବ ନାହିଁ। ଯୀଶୁ ଏହାକୁ ଶେଷ ସମୟରେ ସଂକେତ ଭାବରେ ବାଣ୍ଟିଥିଲେ। ଡୁମ୍ବୁରି ଗଛ ଇସ୍ରାଏଲର ପ୍ରତୀକ ଅଟେ। ଶୀତ ଇସ୍ରାଏଲ ପତନକୁ ପ୍ରତିନିଧିତ୍ୱ କରେ। ଗ୍ରୀଷ୍ମ ପୁନରୁଦ୍ଧାର ଏବଂ ସ୍ୱାଧୀନତାକୁ ପ୍ରତିନିଧିତ୍ୱ କରେ। ଯେତେବେଳେ ଇସ୍ରାଏଲ ସ୍ୱାଧୀନତା ପାଇବ, ସଦାପ୍ରଭୁଙ୍କ ଆଗମନ ନିକଟବର୍ତ୍ତୀ। ଯେହେତୁ ଆମେ ଇସ୍ରାଏଲର ସ୍ୱାଧୀନତାକୁ ଦେଖୁଛୁ, ଏହି ପିଢ଼ିର ସମୟ ନିକଟତର ହେଉଛି। ପିତା ପରମେଶ୍ୱର ଇଚ୍ଛା କରନ୍ତି ଯେ ପ୍ରତ୍ୟେକ ଆତ୍ମା ପରିତ୍ରାଣ ପ୍ରାପ୍ତ ହେବ। ଶେଷ ସମୟ ଆମ ବୁଝିବା ପାଇଁ ରେକର୍ଡ କରାଯାଇଛି। ଯଦି ଇସ୍ରାଏଲ ସମ୍ବନ୍ଧୀୟ ଭବିଷ୍ୟବାଣୀ ପୂରଣ ହେଲା, ପ୍ରଭୁ ଯୀଶୁଙ୍କ ଦ୍ୱିତୀୟ ଆଗମନ, ସ୍ୱର୍ଗ ଓ ନର୍କ ସମ୍ବନ୍ଧୀୟ ଭବିଷ୍ୟବାଣୀ ମଧ୍ୟ ନିଶ୍ଚିତ ଭାବରେ ସମ୍ପୂର୍ଣ୍ଣ ହେବ। ସତର୍କ ରହିବା, ତେଲ ପ୍ରସ୍ତୁତ କରିବା, ବୁଦ୍ଧିମାନ କନ୍ୟାମାନଙ୍କ ପରି ପ୍ରସ୍ତୁତ ରହିବା ଅତ୍ୟାବଶ୍ୟକ। ମୋର ପ୍ରିୟ ଭାଇ ଭଉଣୀମାନେ, ଈଶ୍ୱରଙ୍କ ବାକ୍ୟ ସମ୍ପୂର୍ଣ୍ଣ ରୂପରେ ଆମଙ୍କ ନିକଟରେ ପ୍ରତିଫଳିତ ହେଉଅଛି। ଆମେ ଈଶ୍ୱରଙ୍କ ବାକ୍ୟକୁ ବୁଝିବା, ନିଜ ଜୀବନକୁ ପବିତ୍ର କରିବା, ସତର୍କ ରହିବା। ମୋର ପ୍ରିୟ ଭାଇ ଭଉଣୀମାନେ, ଆଜି ଆମେ ସୁନ୍ଦର ଭାବରେ ଈଶ୍ୱରଙ୍କ ବାକ୍ୟ ଶୁଣିଅଛୁ। ଯୀଶୁ ଆମଙ୍କ ନିମନ୍ତେ ଏହି ଜଗତକୁ ଆସିଥିଲେ। କ୍ରୁଶରେ ସେ ନିଜେ କୁଶାର୍ପିତ ହେଲେ, ଏମାନଙ୍କ ନିମନ୍ତେ ପ୍ରାଣ ତ୍ୟାଗ କଲେ। ଆପଣ କ'ଣ ଏହାକୁ ବିଶ୍ୱାସ କରନ୍ତି? ଯଦି ଆପଣ ବିଶ୍ୱାସ କରନ୍ତି, ତାହେଲେ ପ୍ରଭୁଙ୍କର ଅନୁଗ୍ରହ ଏବଂ ଆଶୀର୍ବାଦ ଆପଣଙ୍କ ଜୀବନରେ ସବୁବେଳେ ରହିବ। ଯଦି ଏପର୍ଯ୍ୟନ୍ତ ଆପଣମାନେ ବିଶ୍ୱାସ କରିନାହାନ୍ତି, ମୁଁ ଆପଣମାନଙ୍କୁ ଅନୁରୋଧ କରିବି, ଆପଣମାନେ ପ୍ରଭୁଙ୍କ ନିକଟରେ ବିଶ୍ୱାସ କରନ୍ତୁ। ସେ ଯୀଶୁଖ୍ରୀଷ୍ଟ ଏ ଜଗତକୁ ଆପଣମାନଙ୍କ ପାଇଁ, ମୋ ପାଇଁ, ଆପଣଙ୍କର ପାପ ପାଇଁ, ମୋ ପାପ ପାଇଁ ଏ ଜଗତକୁ ଆସିଥିଲେ। ତାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆପଣ ଅନନ୍ତ ନର୍କରୁ ରକ୍ଷା ପାଇବେ, ଅନନ୍ତ ଜୀବନ ପ୍ରାପ୍ତ ହେବେ।
ଯଦି ଏପର୍ଯ୍ୟନ୍ତ ଆପଣମାନେ ଯୀଶୁଙ୍କୁ ନିଜର ପରିତ୍ରାଣକର୍ତ୍ତା ରୂପେ ଗ୍ରହଣ କରିନାହାନ୍ତି, ବିଶ୍ୱାସ କରିନାହାନ୍ତି, ଆଜି ହେଉଛି ଉପଯୁକ୍ତ ସମୟ। ମୋର ପ୍ରିୟ ଭାଇ ଭଉଣୀମାନେ, ତାଙ୍କ ନିକଟରେ ବିଶ୍ୱାସ କରନ୍ତୁ। ବିଶ୍ୱାସ ଦ୍ୱାରା ଆପଣ ତ୍ରାଣକର୍ତ୍ତା ପରମେଶ୍ୱରଙ୍କ ନିକଟକୁ ଯାଇପାରିବେ। ତାଙ୍କ ନିକଟରେ ଭରସା କରି ଆପଣମାନେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବେ। ସେ ହିଁ ଏକମାତ୍ର ରାସ୍ତା, ସେ ହିଁ ଏକମାତ୍ର ପଥ। ଆପଣ କ'ଣ ତାଙ୍କ ନିକଟରେ ବିଶ୍ୱାସ କରୁଛନ୍ତି? ମୋର ପ୍ରିୟ ଭାଇ ଭଉଣୀମାନେ, ଈଶ୍ୱରଙ୍କ ବାକ୍ୟ ଅନୁସାରେ କଥା କହନ୍ତି, ମୁଁ ପଥ, ସତ୍ୟ ଓ ଜୀବନ, ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। ଯଦି ଆପଣ ତାଙ୍କ ନିକଟରେ ବିଶ୍ୱାସ କରୁନାହାନ୍ତି, ଆଜି ହେଉଛି ଉପଯୁକ୍ତ ସମୟ। ଆଉ ଉପଯୁକ୍ତ ସମୟରେ ଆମେ ତାଙ୍କ ନିକଟବର୍ତ୍ତୀ ହେବା, ତାଙ୍କୁ ନିଜର ପରିତ୍ରାଣକର୍ତ୍ତା ରୂପେ ଗ୍ରହଣ କରିବା ଏବଂ ତାଙ୍କୁ ସ୍ୱୀକାର କରିବା। ସେ ଆପଣଙ୍କୁ ରକ୍ଷା କରିବେ, ସେ ଆପଣଙ୍କୁ ଉଦ୍ଧାର କରିବେ, ସେ ଆପଣଙ୍କ ସମସ୍ତ ରୋଗକୁ ଦୂର କରିବେ, ସେ ଆପଣଙ୍କ ସମସ୍ତ ସମସ୍ୟାକୁ ଉଦ୍ଧାର କରିବେ, ସେ ଆପଣଙ୍କୁ ସମସ୍ତ ସଙ୍କଟରୁ ରକ୍ଷା କରିବେ। ଆପଣ କ'ଣ ଏହା ବିଶ୍ୱାସ କରନ୍ତି? ନିଶ୍ଚିତ ରୂପରେ ସେ ଆପଣଙ୍କୁ ଆଶୀର୍ବାଦ କରିବାକୁ ଯାଉଛନ୍ତି। ଆପଣ ତାଙ୍କ ନିକଟରେ ବିଶ୍ୱାସ କରନ୍ତୁ, ତାଙ୍କର ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ, ସମସ୍ତ ପ୍ରକାର କୁପଥରୁ ଚାଲିଯାଆନ୍ତୁ। ପ୍ରଭୁ ଆପଣଙ୍କୁ ବିଶେଷ କରି ଅନୁଗ୍ରହ ଏବଂ ଆଶୀର୍ବାଦ କରିବେ। ମୁଁ ବିଶେଷ କରି ଏହି ସମୟରେ ଆପଣମାନଙ୍କ ପାଇଁ ପ୍ରାର୍ଥନା କରିବି। ଆପଣମାନେ ବିଶ୍ୱାସର ସହ ଯୋଗ ଦିଅନ୍ତୁ, ଆଉ ପରମେଶ୍ୱର ଆପଣଙ୍କ ଜୀବନରେ ନିଶ୍ଚିତ ରୂପେ ଆଶୀର୍ବାଦ କରିବେ। ଆସନ୍ତୁ ପ୍ରାର୍ଥନା କରିବା। ହେ ସ୍ୱର୍ଗସ୍ଥ ପିତା, ଆମେ ତୁମର ଉତ୍ତମତା ପାଇଁ ଧନ୍ୟବାଦ ଜଣାଉଛୁ। ତୁମେ ଆମ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ମାଧ୍ୟମରେ ତୁମର ଦିବ୍ୟ ଯୋଜନା ସମ୍ପୂର୍ଣ୍ଣ କରିଛ। ପ୍ରଭୁଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ହେବା ପାଇଁ ଆମକୁ ମାର୍ଗଦର୍ଶନ କର। ସତର୍କ ରହିବା ପାଇଁ ତୁମର ଲୋକମାନଙ୍କୁ ଶକ୍ତି ଦିଅ। ଇସ୍ରାଏଲର ସ୍ୱାଧୀନତା ମାଧ୍ୟମରେ ତୁମର କାର୍ଯ୍ୟକୁ ଆମେ ଦେଖୁଛୁ। ଖ୍ରୀଷ୍ଟଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିବା ସମୟରେ ତୁମ ବାକ୍ୟରେ ବିଶ୍ୱାସ କରିବା ପାଇଁ ଆମକୁ ସାହାଯ୍ୟ କର। ପିତା ପରମେଶ୍ୱର, ତୁମର ଧନ୍ୟବାଦ ଦଉଛୁ, ଯେଉଁମାନେ ଏହି ସମୟରେ ତୁମ ନିକଟରେ ବିଶ୍ୱାସ କରି ପ୍ରାର୍ଥନା ଅନୁରୋଧ କରିଛନ୍ତି। ବିଶେଷ କରି ଯେଉଁମାନେ ଅସୁସ୍ଥତାରେ ଅଛନ୍ତି, ଆମେ ଯୀଶୁଙ୍କ ନାମରେ ପ୍ରାର୍ଥନା କରୁଛୁ, ତୁମେ ସେମାନଙ୍କୁ ସୁସ୍ଥତା ଦିଅ। ପ୍ରଭୁ, ଯେଉଁମାନେ ଅଭାବରେ ଅଛନ୍ତି, ସେମାନଙ୍କ ଅଭାବ ତୁମେ ପୂର୍ଣ୍ଣ କର। ଯେଉଁମାନେ ଆର୍ଥିକ ସମସ୍ୟାରେ ଅଛନ୍ତି, ଆମେ ସେମାନଙ୍କ ପାଇଁ ପ୍ରାର୍ଥନା କରୁଛୁ, ସେମାନଙ୍କୁ ତୁମେ ତୁମରି କର, ସେମାନଙ୍କର ଆର୍ଥିକ ସୁବିଧା କରିଦିଅ। ପିତା ପରମେଶ୍ୱର, ତୁମେ ପ୍ରାର୍ଥନା ଶୁଣିଛ, ସେଥିପାଇଁ ଧନ୍ୟବାଦ ଦଉଛୁ, ଗୌରବ କରୁଛୁ। ଏ ସମସ୍ତ ପ୍ରାର୍ଥନା ନାଜରେତିୟ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ। ଆମେନ୍।